ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଏମିତି ଏକ ବିଦ୍ୟାଳୟ ଅଛି ଯାହାର ନାମ ପଲ୍ଲୀଶ୍ରୀ ସଂସ୍କୃତ ବିଦ୍ୟାପୀଠ। ଆଜି ଏହି ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଛି। ଏଠାରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି। ଏହି ବିଦ୍ୟାଳୟଟି 1985 ମସିହାରେ ସ୍ଥାପିତ କରାଯାଇଥିଲା। ପିଲାମାନଙ୍କର ଏଭଳି କାର୍ଯ୍ୟକୁ ସ୍ୱାଗତଯୋଗ୍ୟ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରତ୍ୟେକ ପୂଜା ପର୍ବପର୍ବାଣୀକୁ ଧୁମଧାମରେ ପାଳନ କରି ଆସୁଛନ୍ତି। ବିଦ୍ୟାଳୟଟି ପାଣ୍ଡବଘେରା ପାଦଦେଶରେ ଅବସ୍ଥିତ, ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଶିକ୍ଷାଦାନ ନିମନ୍ତେ ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ସମୟରେ ଭିଡ଼ ଜମାନ୍ତି। ପ୍ରତ୍ୟେକ ଦିନ ପ୍ରାତଃ ସ୍ନାନ, ସୂର୍ଯ୍ୟ ନମସ୍କାର, ସନ୍ଧ୍ୟା ଆଳତୀ ଏଭଳି ଅନେକ ଶିକ୍ଷଣୀୟ ଶିକ୍ଷା ଦିଆଯାଏ। ଆସନ୍ତୁ ପିଲାମାନଙ୍କ ଠାରୁ ପଚାରି ବୁଝିବା। ପରିଚୟ? ମୋ ନାମ ସୁରେଖା ମହାନ୍ତ, ମୁଁ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ମୟୂରଭଞ୍ଜ ଜିଲ୍ଲାରୁ ଏତେ ଦୂରରୁ ସଂସ୍କୃତ ପ୍ରତି କାହିଁକି ଆଗ୍ରହ ସୃଷ୍ଟି ହେଲା? ମୋତେ ସଂସ୍କୃତ ପଢ଼ିବା ପାଇଁ ଭଲ ଲାଗେ। ଆମ ଗାଁରେ ସଂସ୍କୃତ ଅନୁଷ୍ଠାନ ନାହିଁ ଏବଂ ରାଜ୍ୟରେ ମଧ୍ୟ ବହୁତ କମ୍ ସଂସ୍କୃତ ଅନୁଷ୍ଠାନ ଅଛି। ତେଣୁ ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ଆହୁରି ଅଧିକ ସଂସ୍କୃତ ଅନୁଷ୍ଠାନ ଖୋଲିଲେ ବହୁତ ଭଲ ହୁଅନ୍ତା। ପିଲାଟି ଅନୁରୋଧ କଲା, ଯଦି ସରକାର ଆହୁରି ସଂସ୍କୃତ ଅନୁଷ୍ଠାନ ତିଆରି କରନ୍ତି ତାହେଲେ ନିଶ୍ଚିତ ଭାବରେ ଆହୁରି ପିଲାମାନେ ସଂସ୍କୃତ ପଢ଼ିବା ପାଇଁ ଇଚ୍ଛୁକ ହେବେ ଏବଂ ତାଙ୍କର ଯେଉଁ ଇଚ୍ଛା ଅଛି ସଂସ୍କୃତ ଅନୁଷ୍ଠାନ ଆହୁରି ତିଆରି ହେଉ, ସରକାର ଏହାକୁ କର୍ଣ୍ଣପାତ କର।